ଶୁଭ ସକାଳ ପିଲାମାନେ। ତମମାନେ ସବୁ କେମିତି ଅଛ ରେ? ଭଲ ଅଛ ତ? ମୁଁ ବି ଏଠି ଭଲରେ ଅଛି। ଆଶା କରେ ତମେମାନେ ବି ଭଲରେ ଥିବ। ପୂର୍ବ ଶ୍ରେଣୀରେ ଆମେ କଣ କରିଥିଲେ ମନେ ଅଛି? ଶବ୍ଦରେ ଥିବା ଅକ୍ଷର ଗୁଡ଼ିକୁ ଗଣିଥିଲେ। ମନେ ଅଛି ତ? ହଁ। ଆଜି ଆମେ କଣ କରିବା ଜାଣିଛ? ଆଜି ଆମେ ଯୋଉ ସଂଖ୍ୟାରେ ଥିବା ଅକ୍ଷର ଗୁଡ଼ିକୁ ଗଣିବା। ଠିକ ଅଛି? ଏବେ ଚାଲ ଆରମ୍ଭ କରିବା। ପ୍ରିୟ ଛାତ୍ରଛାତ୍ରୀ ମାନେ, ଆପଣମାନଙ୍କୁ ଆଜିର ଏଇ ଅନଲାଇନ ଶ୍ରେଣୀକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀର ଗଣିତ ବହିର ପ୍ରସଙ୍ଗ ହେଉଛି ଶବ୍ଦରେ କେତୋଟି ଅକ୍ଷର ଅଛି ଆଲୋଚନା କରିବା। ଆଚ୍ଛା ପିଲାମାନେ, କହିଲ ଏଇଟା କାହାର ଚିତ୍ର? କେଉଁ ପକ୍ଷୀର ଚିତ୍ର କହିପାରିବ? ହଁ, ଏଇଟା ହଉଛି ପାରାର ଚିତ୍ର। ପିଲାମାନେ, ତୁମେ ତ ପାରାର ଚିତ୍ର ଦେଖିଲ। ଏବେ କହିଲ ଦେଖି, ଯୋଉ ପାରା ଶବ୍ଦରେ କେତୋଟି ଅକ୍ଷର ଅଛି? ପାରା ଶବ୍ଦରେ କେତୋଟି ଅକ୍ଷର ଅଛି? କେତେଟା? ଦୁଇଟା। କଣ କଣ ଅଛି କହିଲ ଦେଖି? ଗୋଟେ ହଉଛି ପା, ଆଉ ଗୋଟେ ହେଲା ରା। କେତେଟା ଅକ୍ଷର? ଦୁଇଟା ଅକ୍ଷର। ପିଲାମାନେ, କହିଲ ଦେଖି, ଏଇ ଚିତ୍ରଟି କାହାର? ଏହା କେଉଁ ପଶୁର ଚିତ୍ର? ହଁ, ଏଇଟା ହଉଛି ଗୋଟେ କୁକୁରର ଚିତ୍ର। କୁକୁର ଦେଖିଛ ତ ପିଲାମାନେ? ହଉ। ଆଚ୍ଛା, କୁକୁର କେମିତି ବୋବାଏ ଜାଣିଛ ପିଲାମାନେ? ଭୋ ଭୋ। ଦେଖି କହିଲ, ସେ ଯୋଉ କୁକୁର ଶବ୍ଦରେ କେତୋଟି ଅକ୍ଷର ଅଛି? କେତୋଟି ଅକ୍ଷର ଅଛି? ତିନୋଟି। ହଁ, କଣ କଣ ଦେଖି କହିଲ? ଗୋଟେ ହେଲା କୁ, କୁ, ର। କେତେଟା ଅକ୍ଷର ହେଲା? ତିନୋଟି ଅକ୍ଷର। ହଉ। ଆଚ୍ଛା ପିଲାମାନେ, କହିଲ ଦେଖି, ଏଇଟା କୋଉ ପକ୍ଷୀର ଚିତ୍ର? ଜାଣିପାରୁଛ? ଦେଖିଲ ତା ପାଟିରେ କଣ ଅଛି ଗୋଟେ? ହଁ, ମାଛଟେ ଅଛି। ତାହେଲେ କୋଉ ଚିତ୍ର ଏଇଟା? କୋଉ ପକ୍ଷୀର? ଦେଖି, ହଁ, ଏଇଟା ହଉଛି ମାଛରଙ୍କାର ଚିତ୍ର। ତମେମାନେ ମାଛରଙ୍କା ଦେଖିଛ ତ? ହଉ ଠିକ ଅଛି। ପିଲାମାନେ, ଏଇ ଯୋଉ ମାଛରଙ୍କା ପକ୍ଷୀଟିର ମାଛ ଖାଏ ତ ମାଛରଙ୍କା ପକ୍ଷୀ। ତ ଏଇ ଯୋଉ ମାଛରଙ୍କା ଶବ୍ଦରେ କେତୋଟି ଅକ୍ଷର ଅଛି କହିଲ? କହିପାରିବ ତ? କେତେଟା ଅକ୍ଷର ଅଛି? ଚାରିଟା। ବାଃ, ବଢିଆ କହୁଛ। ହଉ। କଣ କଣ ଅଛି? ନା ମା, ଛ, ର, କା। କଣ କଣ? ମାଛ ରଙ୍କା। ଜାଣିପାରିଲଟି ସବୁ? ଆଚ୍ଛା ପିଲାମାନେ, କହିଲ ଦେଖି, ଏଇଟା କାହାର ଚିତ୍ର? ପକ୍ଷୀ ଭଳିଆ ଦେଖାଯାଉନି? ହଁ, ଏଇଟା ହଉଛି ଗୋଟେ କାର ଚିତ୍ର? ଉଡାଜାହାଜର ଚିତ୍ର। ଉଡାଜାହାଜ ଦେଖିଛ ତ ପିଲାମାନେ? ଉଡାଜାହାଜ ଉଡିଲା ବେଳେ ଯେମିତି ପକ୍ଷୀ ଉଡୁଛି ବୋଲି ଜଣା ପଡିବ ହେଲା। ଉଡାଜାହାଜ ଭୁବନେଶ୍ଵରରେ ତମେ ବହୁତ ପାଖରୁ ଦେଖିପାରିବ ହେଲା। ଆଚ୍ଛା ପିଲାମାନେ, ଏଇ ଯୋଉ ଉଡାଜାହାଜ ଚିତ୍ର ଦେଖିଲ ତମେ ମାନେ ସବୁ? ଉଡାଜାହାଜ ଶବ୍ଦରେ କେତୋଟି ଅକ୍ଷର ଅଛି କହିଲ ପିଲାମାନେ? କେତେଟା ଅକ୍ଷର ଅଛି ଉଡାଜାହାଜ ଶବ୍ଦରେ? ପାଞ୍ଚଟା ଅକ୍ଷର। ଆଚ୍ଛା, କଣ କଣ ଅକ୍ଷର ଅଛି କହିପାରିବ? ଗୋଟେ ହେଲା ଉ, ଡ଼ା, ଯା, ହା, ଜ। କେତେଟା ଅକ୍ଷର ହେଲା? ପାଞ୍ଚଟା ଅକ୍ଷର ହେଲା। ହଉ। ପିଲାମାନେ, ଏଇଟା କଣ ଦେଖିଲ ଟିକେ? କଣ ଦେଖୁଛ ଏଥିରେ? ହଁ, ଏଇଟା କଣ କହିପାରିବ? କେଉଁ ପଶୁର ଚିତ୍ର ଏଇଟା? ହଁ, ଏଇଟା ହଉଛି
ମହାବଳ ବାଘର ଚିତ୍ର। ଠିକ ଅଛି, ବୁଝିପାରୁଛ ତ ପିଲାମାନେ? ହଉ। ଆଚ୍ଛା ପିଲାମାନେ, ତମେ ତ ବାଘର ଚିତ୍ରକୁ ଦେଖିଲ, ଭଲ ଲାଗିଲା କି ନାଇଁ ବାଘଟା? ହଁ, ଭଲ ଲାଗିଲା। ହଉ, ଦେଖିଲ ଏଇ ଯୋଉ ମହାବଳ ବାଘ ଶବ୍ଦରେ କେତୋଟି ଅକ୍ଷର ଅଛି କହିଲ? ଜାଣିପାରୁଛ ତ କେତେଟା ଅକ୍ଷର ଅଛି? ମହାବଳ ବାଘ କେତେଟା ଅକ୍ଷର? 6ଟା ଅକ୍ଷର। କଣ କଣ ଦେଖି କହିଲ? ମ, ହା, ବ, ଳ, ବା, ଘ। କେତେଟା ଅକ୍ଷର ହେଲା? 6ଟା ଅକ୍ଷର। ପିଲାମାନେ କହିଲ, ଚ ଅକ୍ଷରରୁ ଆରମ୍ଭ ହୋଇଥିବା ଦୁଇଟି ଶବ୍ଦ। ଚ ଅକ୍ଷରରୁ ଆରମ୍ଭ ହୋଇଥିବା ଦୁଇଟି ଶବ୍ଦ କୁହ। କହିପାରିବ ତ? ନା ଜାଣିପାରୁନ? ଚ ରୁ ଆରମ୍ଭ ହୋଇଥିବ। ଗୋଟେ ହେଲା ଚକ, ଆଉ ଗୋଟେ ହେଲା ଚଢେଇ। ବୁଝିପାରୁଛ ତ? ହଁ। ଆଚ୍ଛା ପିଲାମାନେ, ଏବେ କହିଲ ଦେଖି, ଏଇ ଯୋଉ ଚିତ୍ରଟି, ଏଇ ଯୋଉ ଚକଟି କାହାର ଚକ ହେଇଥିବ? ଦେଖିଥିବ ଗାଁ ଗହଳିରେ ଆଗରୁ ଶଗଡ ଚାଲୁଥିଲା, ସେଇ ଶଗଡ ଚକ ଏଇଟା। ଏବେ କୁହ ତ, ଚକ ଶବ୍ଦରେ କେତୋଟି ଅକ୍ଷର ରହିଛି? ଜାଣିଛ ତ? କେତେଟା ଅକ୍ଷର ଅଛି? ଗୋଟେ ହେଲା ଚ, ଆଉ ଗୋଟେ ହେଲା କ। ତ କେତେଟା ଅକ୍ଷର ହେଲା? 2ଟି ଅକ୍ଷର। ବୁଝିପାରୁଛ ତ ପିଲାମାନେ? ପିଲାମାନେ, ଏବେ ଆମେ ଆଉ ଗୋଟେ ଚିତ୍ର ଦେଖିବା। ଏଇଟା କାହାର ଚିତ୍ର କହିଲ? ହଁ, ଚ ରୁ ଆରମ୍ଭ ଚଢେଇ। ଆଚ୍ଛା, ଚଢେଇ ଶବ୍ଦରେ କେତୋଟି ଅକ୍ଷର ରହିଛି କହିଲ? ଜାଣିଛ ତ? କେତେଟା ଅକ୍ଷର ଅଛି? ଗୋଟେ ହେଲା ଚ, ଗୋଟେ ହେଲା ଢେ, ଆଉ ଗୋଟେ କଣ? ଇ। ଚଢେଇ। କେତେଟା ଅକ୍ଷର? 3ଟି ଅକ୍ଷର ଅଛି। ଜାଣିପାରିଲ? ହଉ। ଆଚ୍ଛା ପିଲାମାନେ, ଏବେ କହିଲ ଦେଖି, ଗୋଟିଏ ଶବ୍ଦ କହିବ, ପକ୍ଷୀର ନାମ କହିବ, ଯୋଉଟା କି ମ ରୁ ଆରମ୍ଭ ହୋଇଥିବ, ଆଉ ସେଟା 3ଟି ଅକ୍ଷର ମଧ୍ୟ ହୋଇଥିବ। ଗୋଟେ ପକ୍ଷୀର ନାମ କହିପାରିବ ତ? ଜାଣିଛ? ହଁ, ସେଟା ହଉଛି ମୟୂର। ମୟୂର। 3ଟି ଅକ୍ଷର ହେଲା କି ନାଇଁ? ମ ରୁ ଆରମ୍ଭ ହୋଇଛି କି ନାଇଁ? ହଉ। 4ଟି ଅକ୍ଷର ଥିବା ଗୋଟିଏ ଜୀବର ନାମ କହିଲ? 4ଟି ଅକ୍ଷର ଥିବା ଜୀବର ନାମ ଜାଣିଛ ତ? କଣ ଜାଣିଛ ଦେଖି? ହଁ, ଚିତାବାଘ। ବାଃ, ବଢିଆ ଉତ୍ତର ଦଉଛ। ତମମାନେ ସବୁ ଗୋଟେ ଗୋଟେ ଭଲ ପିଲା। ହୁଁ। ହଉ, ତାମାନେ ସବୁ ବୁଝିପାରୁଛ। ଠିକ ଅଛି। ଆଚ୍ଛା ପିଲାମାନେ, ଆଜି ଆମେ କଣ ଶିଖିଲେ କହିବ ତ? ଆମେ ଯୋଉ ପଢିଲେ ଆଜି ପ୍ରସଙ୍ଗଟି, ସେଥିରୁ ଆମେ କଣ କଣ ସବୁ ଶିଖିଲେ? ଫାଷ୍ଟ ଆମେ ଶିଖିଲେ କଣ? ବିଭିନ୍ନ ପଶୁ ମାନଙ୍କର ନାମ ଜାଣିଲେ। ଜାଣିଲେ କି ନାହିଁ? ହଁ। ଆଉ କଣ ଜାଣିଲେ? ବିଭିନ୍ନ ପକ୍ଷୀ ମାନଙ୍କର ନାମ ବି ଜାଣିଲେ। ଆଉ କଣ ଜାଣିଲେ? ଆମେ ଆଉ ଜାଣିଲେ କି ପଶୁ ଓ ପକ୍ଷୀ ମାନଙ୍କର ନାମରେ ଥିବା ଅକ୍ଷର ସଂଖ୍ୟା। କେତୋଟି ଅକ୍ଷର ଅଛି ପକ୍ଷୀ ଓ ପଶୁ ମାନଙ୍କର ନାମରେ, ସେଇଟା ବି ଜାଣିଲେ। ହେଲା। ହଉ ଠିକ ଅଛି। ଏବେ ତୁମ ପାଇଁ କିଛି କାମ ରହିଛି। ତମମାନେ ମୋ ସହିତ କାମଟି କରିବ ତ? ହଉ ଚାଲ ଦେଖିବା କଣ କାମ ରହିଛି ତମ ପାଇଁ। ଚିତ୍ର ଦେଖି ଜୀବ ମାନଙ୍କର ନାମ କୁହ ଓ ସେଥିରେ କେତୋଟି ଅକ୍ଷର ଅଛି ଗଣି କୁହ। ଦେଖି ଚିତ୍ର ଦେଖିକି କହିଲ। ଏଇଟା କାହାର ଚିତ୍ର ଜାଣିଛ? ଏହା କେଉଁ ଜୀବ ଓ ଏହାର ନାମରେ କେତୋଟି ଅକ୍ଷର ଅଛି ବି କହିବ ପିଲାମାନେ।
ଏଇଟା ହଉଛି ହରିଣ ଚିତ୍ର। ହରିଣରେ କଣ କଣ ଅଛି ଅକ୍ଷର କହିଲ? ହ ରି ଣ। ଆ ବଢିଆ କହୁଛ ଆଉ। କେତେଟା ଅକ୍ଷର ଅଛି? 3ଟି ଅକ୍ଷର ଅଛି। ହଉ, ଏବେ କହିଲ ଦେଖି, ଏଇ ଯୋଉ ଚିତ୍ରଟି କାହାର? ଏଟା ଗୋଟିଏ। ଏହା କେଉଁ ପକ୍ଷୀ ଓ ଏହାର ନାମରେ କେତୋଟି ଅକ୍ଷର ଅଛି ଜାଣିଛ? ଏଟା ହଉଛି ଘରଚଟିଆ। ଘରଚଟିଆ ଦେଖିଛ? ଏବେ ତ ଆଉ ଦେଖିବାକୁ ପାଇବନି, କାରଣ ଚାଳ ଘର ଆଉ ନାହିଁ। ଘରଚଟିଆରେ କେତେଟା ଅକ୍ଷର ଅଛି? 5ଟା ଅକ୍ଷର ଅଛି। ହଁ, ଠିକ ଅଛି। ପିଲାମାନେ କହିଲ ଦେଖି, ଏଇ ଚିତ୍ରଟି କାହାର ଚିତ୍ର? କୋଉ ପଶୁର ଚିତ୍ର ଏଇଟା ଜାଣିଛ? କୋଉ ପଶୁର ଚିତ୍ର? ଆଉ ଏଇ ଯୋଉ ନାଁ ରେ ତାର କେତୋଟି ଅକ୍ଷର ଅଛି? କୋଉ ପଶୁର ଚିତ୍ର ଫାଷ୍ଟ କହିଲ ପିଲାମାନେ? ହଁ, ଏଇଟା ହଉଛି ଓଟର ଚିତ୍ର। ଓଟରେ କେତୋଟି ଅକ୍ଷର ଅଛି? 2ଟି ଅକ୍ଷର ଅଛି। ସବୁ ପିଲାମାନେ ବୁଝିପାରୁଛ ତ? ହଉ। ଆଚ୍ଛା ପିଲାମାନେ କହିଲ ଦେଖି, ଏଇଟା କୋଉ ପକ୍ଷୀର ଚିତ୍ର? ଏହା କେଉଁ ପକ୍ଷୀ ଓ ଏହାର ନାମରେ କେତୋଟି ଅକ୍ଷର ଅଛି? କୋଉ ପକ୍ଷୀ କହିବ ଏଇଟା? ଆଉ ହେଇ ପକ୍ଷୀର ନାଁ ରେ କେତେଟା ଅକ୍ଷର ଅଛି ବି କହିବ। କହିଲ ଏଇଟା, ଏଇ ପକ୍ଷୀର ନାଁ କଣ? ହଁ, ଏଇ ପକ୍ଷୀର ନାଁ ହେଲା ହଳଦୀ ବସନ୍ତ। କେତେଟା ଅକ୍ଷର ଅଛି କହିଲ ଏଇ ହଳଦୀ ବସନ୍ତ ଶବ୍ଦରେ? କେତେଟା ଅକ୍ଷର? 6ଟା ଅକ୍ଷର। କଣ କଣ କହିଲ? ଗୋଟେ ହେଲା ହ, ଳ, ଦି, ବ, ସ, ତ। 6ଟା ଅକ୍ଷର ହେଲା ତ? ହଉ, ଠିକ ଅଛି। ସବୁ ବୁଝିପାରୁଛ ତାହେଲେ, ନୁହଁ? ଆଜିର ପ୍ରସଙ୍ଗ ଶବ୍ଦରେ କେତୋଟି ଅକ୍ଷର ଅଛି? ତମେମାନେ ସବୁ ବୁଝିପାରିଲ ତ? ଠିକ ଅଛି, ବୁଝିପାରିଲ ଯଦି ଭଲ କଥା। ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ। ସମସ୍ତେ ଭଲରେ ରୁହ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।